ମୋ ଜୀବନର ପ୍ରଧାନ ଉଦ୍ଦେଶ୍ୟ ହେଲା ଈଶ୍ୱରର ମିଥ୍ୟା କଳ୍ପନାକୁ ମନୁଷ୍ୟ ମସ୍ତିଷ୍କରୁ ବାହାର କରିଦେବା। ନିଜଠାରୁ ଭିନ୍ନ ଏକ ଈଶ୍ୱର କଳ୍ପନା ହିଁ ଆତ୍ମଜ୍ଞାନ ଓ ଯୋଗମାର୍ଗର ସବୁଠାରୁ ବଡ଼ ବାଧକ। ଯେପର୍ଯ୍ୟନ୍ତ ଏ କପୋଳକଳ୍ପିତ ଜାଲକୁ ଛିଣ୍ଡା ନ ଯାଇଛି ସେ ପର୍ଯ୍ୟନ୍ତ ମନୁଷ୍ୟର ବୁଦ୍ଧି ଉନ୍ମୁକ୍ତ ହେବ ନାହିଁ, ପ୍ରକୃତ ଆତ୍ମବିଶ୍ୱାସ ଜାଗ୍ରତ ହେବ ନାହିଁ ଓ ଜ୍ଞାନ ବିଜ୍ଞାନର ବିକାଶ ହୋଇପାରିବ ନାହିଁ କି ସଭ୍ୟତାର ପୂର୍ଣ୍ଣ ବିକାଶ ମଧ୍ୟ ହୋଇପାରିବ ନାହିଁ। ବିନା ସତ୍ୟ ଜ୍ଞାନରେ ମନୁଷ୍ୟ ଜୀବନ୍ମୁକ୍ତ ହୋଇନପାରେ। ଯେପର୍ଯ୍ୟନ୍ତ ତୁମେ ଜୀବନ୍ମୁକ୍ତ ନୁହଁ ସେ ପର୍ଯ୍ୟନ୍ତ ପ୍ରକୃତ ଆନନ୍ଦ, ପ୍ରକୃତ ସୁଖ, ପ୍ରକୃତ ଶାନ୍ତିର ଅନୁଭବ କରିପାରିବ ନାହିଁ।